ଗୁମ୍ଫାଟା ଆମର କୃଷ୍ଣ ମନ୍ଦିରର ପଛପଟେ ଅଛି। ଏଇ ଗୁମ୍ଫା କଥା ମୁଁ କହୁଥିଲି। ଏବେ ଆଗରୁ ଗୋଟେ ଘର ଟାଇପ୍ର ଥିଲା, ଏବେ କିନ୍ତୁ ପୁରା ଗୁମ୍ଫା କରିଦେଇଛନ୍ତି। କିଏ ଅଛନ୍ତି ଲୋକ ଭିତରେ ଅଛନ୍ତି, ଦେଖିପାରୁଥିବେ ତା ଭିତରେ କେତେ ମଠ ମାନେ ମନ୍ଦିର କେତେ ତିଆରି ହେଇଛି, ଲୋକମାନଙ୍କ ପାଇଁ ରହିବା ପାଇଁ ଜାଗା ଅଛି। ଏଇଟା ଦେଖିପାରୁଥିବେ, ଏଇଟା ଆମେ ଏଣ୍ଟ୍ରି କରିଗଲୁ ନୂଆହାଟ ବଜାର ଭିତରେ। ଏଇଟା ହେଉଛି ତାଙ୍କର ମେଡ଼ିକାଲ ଛକ, ହାଇସ୍କୁଲ ସାମ୍ନାରେ ସେ ଗଳିଟା ଅଛି। ଆମେ ସେ ଗଳି ଭିତରକୁ ଯିବା, ବୋଧହୁଏ ଆସିଗଲା। ଏଇଠୁ ରାଇଟ୍ ସାଇଡ଼୍ରେ ଭିତରକୁ ଯିବା, ବାଁପଟ ସାଇଡ଼୍ରେ ହାଇସ୍କୁଲ ନୟାଗଡ଼ର। ଏଇଟା ହେଉଛି ସେ ଗଳି। କିଛି ବାଟ ଗଲା ପରେ ସେ ମଠଟା ଆମକୁ ଦେଖାଯିବ। ବହୁତ ସାଇକେଲ ଥୁଆ ହେଇଛି, ବୋଧହୁଏ ଏଠି ପିଲାମାନେ ବୋଧେ ଟ୍ୟୁସନ୍ ଫ୍ୟୁସନ୍ ଆସିଛନ୍ତି। ଆଗକୁ ଆହୁରି ବାଟ ଅଛି, ଅଳ୍ପ ବାଟ, ବେଶୀ ବାଟ ନାହିଁ, ଅଳ୍ପ ବାଟ। ଯେଉଁ ନଡ଼ିଆ ଗଛ ଦେଖାଯାଉଛି ଆପଣଙ୍କୁ ଆଗରେ, ସେଇଠି ଦେଖାଯାଉଛି। ଏଇ ମଠ ବିଷୟରେ ଆମେ ଆଗରୁ ବହୁତ କିଛି ଶୁଣିଥିଲୁ, କି ଏଠି କିଛି ଗୁମ୍ଫା ଅଛି ଯେଉଁଠିକି ବାବାମାନେ ଆଗରୁ ଯିବା ଆସିବା କରୁଥିଲେ ଅନେକ ଜାଗାକୁ, ତା ଭିତରେ ଧ୍ୟାନ କରୁଥିଲେ। ଆଉ ଲୋକମାନଙ୍କ ନଜରରୁ ଲୁଚି ରହୁଥିଲେ, ଯେମିତି ସେମାନଙ୍କୁ ଧ୍ୟାନ କଲାବେଳେ କେହି ନ ଦେଖିପାରିବେ ବୋଲି। ସେ ଗୁମ୍ଫା କୁଆଡ଼େ ଆଜି ପର୍ଯ୍ୟନ୍ତ ବି ସେଠି ଅଛି। ସେଇ ଜିନିଷଟାର ସତ୍ୟାସତ୍ୟ କେତେ ଜାଣିବା ପାଇଁ ଆମେ ସେ ଜାଗାକୁ ଯାଉଛୁ। ଆଶା କରିବି ଏ ଭିଡ଼ିଓଟା ଆପଣମାନଙ୍କୁ ଭଲ ଲାଗିବ। ଯଦି ଭଲ ଲାଗିବ ପ୍ଲିଜ୍ ସପୋର୍ଟ କରିବେ। ମୁଁ ନୂଆ ନୂଆ ବ୍ଲଗିଂ ଷ୍ଟାର୍ଟ କରୁଛି, ଆପଣମାନେ ଯଦି ସପୋର୍ଟ କରିବେ ମୁଁ ଆପଣମାନଙ୍କ ପାଖକୁ ଆହୁରି ନୂଆ ନୂଆ ଏବଂ ଏମିତିଆ ଭଲ ଭଲ ଭିଡ଼ିଓ ଆଣିବି, ଯେଉଁଠି କିଛି ନା କିଛି ରହସ୍ୟ ଲୁଚି ରହିଥିବ। ପ୍ଲିଜ୍ ନିଶ୍ଚିନ୍ତ ଭାବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ହଁ, ବେଲ୍ ଆଇକନ୍ଟା ନିହାତି ଭାବେ ଦବାଇ ଦେବେ। ଆଉ ଡେରି କରିବାନି। ଏଇ ଗେଟ୍ ଆସିଗଲା ବୋଧେ। ହଁ, ଗେଟ୍ ଆସିଗଲା। ଆମେ ବର୍ତ୍ତମାନ ତା ପାଖାପାଖି। ବହୁତ ବଢ଼ିଆ ହେଇଛି। ସାମ୍ନାରେ ଦୁଇଟି ବଡ଼ ସିଂହ ଛିଡ଼ା ହେଇଛନ୍ତି। ଏଇଠି ତାଙ୍କ ଗେଟ୍ଟା, ଭିତରକୁ ଯିବା। ହ୍ୟାଲୋ, ହାଏ, ନମସ୍ତେ। ଆଶା କରୁଛି ଭଲରେ ଥିବେ ସମସ୍ତେ। ମୁଁ ମନୋଜ କୁମାର ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଦ ମନୋଜ ବ୍ଲଗରକୁ। ଆଜି ମୁଁ ଆପଣଙ୍କୁ ଆଉ ଏକ ନୂଆ ଭିଡ଼ିଓ ନେଇ ଆସିଛି ଆପଣମାନଙ୍କ ପାଖକୁ। ପୁରୀ ଜିଲ୍ଲାର ଅନ୍ତର୍ଗତ ନୟାଗଡ଼ ଜାଗାରେ ଏକ ସୁନ୍ଦର ମଠଟି ଅଛି, ଯାହାକୁ ନୂଆ ମଠ ନାମରେ ନାମିତ କରାଯାଇଛି। ବଜାରରୁ କିଛି ବାଟ ଦୂରରେ ଅଛି। ତାହାର ମହତ୍ତ୍ୱ କ'ଣ ଆମେ ଆଗରୁ ଶୁଣିଥିଲୁ। ଏ ଜାଗାରେ ଅନେକ ରହସ୍ୟ ଅଛି। ଏଠି ଏମିତି ଗୋଟେ ଗୁମ୍ଫା ଅଛି ଯେଉଁଟାକି ଏଠୁ ଷ୍ଟାର୍ଟ ହେଇ କୌଣସି ଏକ ଦୂର ଜାଗାରେ କିମ୍ବା କେଉଁ ପ୍ରାଚୀକୂଳରେ ଯାଇ ଖୋଲୁଥିଲା। ଆମେ ଭିତରକୁ ଯିବା, ସେ ବିଷୟରେ ଅଧିକା ଜାଣିବାକୁ ଚେଷ୍ଟା କରିବା। ଆସନ୍ତୁ। ବର୍ତ୍ତମାନ ଆମେ ତା ପ୍ରାଙ୍ଗଣ ଭିତରେ ପଶିଗଲାଣୁ। ଦେଖିପାରୁଥିବେ ପୁରା କଂକ୍ରିଟ୍ ରୋଡ଼ଟା ଲାଗିଛି ସମ୍ପୂର୍ଣ୍ଣ ଭାବେ। ଦୁଇପଟ ସାଇଡ଼୍ରେ ଆମ୍ବ ଗଛ ପୁରା ସଫା ସୁତୁରା ଅଛି। କିଛି କଲେଜ ପିଲା ମଧ୍ୟ ଆସିଛନ୍ତି। ଏ ଜାଗାଟା ଏତେ ନିରୋଳା, ଏତେ ଶାନ୍ତି ଲାଗେ ଯେ ଅନେକ ସମୟରେ କଲେଜ ପିଲା ଆଉ ବହୁତ ଲୋକମାନେ ଆସି ଏ ଜାଗାରେ ସମୟ ବିତେଇବାକୁ ଭଲ ପାଆନ୍ତି। ଏଇ ଗେଟ୍, ଏଇ ଯେଉଁ ଘରଟା ଦେଖାଯାଉଛି, ଏଇଟା ହେଉଛି ତାଙ୍କ ବାବାମାନଙ୍କ ବସିବାର ଆଶ୍ରମ। ଏଇଠି ଭଜନ କୀର୍ତ୍ତନ କରନ୍ତି। ଏଇ ଉସ୍ତବ ସ୍ଥଳେ ଆମେ ଗାଡ଼ିଟା ରଖିଦେବା, ତାପରେ ଆମେ ଭିତରକୁ ଯିବା। ଦେଖିପାରୁଥିବେ ଏଇଟା ହେଉଛି ସେଇ ମଠ। ଆମେ ତା ଭିତରେ ପଶିଗଲାଣୁ। ଦେଖୁଥିବେ କେତେ ବଡ଼ ଏରିଆରେ ହେଇଛି। ଏଇଟା ଭିତରେ ଯେତେ ସବୁ ବାବାମାନେ ଅଛନ୍ତି, ଏମିତି ଭଜନ କୀର୍ତ୍ତନ କରନ୍ତି। ତା ଭିତରେ ବାବାଙ୍କର ମୂର୍ତ୍ତି ବି ଅଛି। ମୁଁ ବର୍ତ୍ତମାନ ନୂଆହାଟର ସେ ନୂଆ ମଠ ଭିତରେ ଆସି ପହଞ୍ଚି ସାରିଛି। ଏଇଟା ହେଉଛି ତା ପ୍ରାଙ୍ଗଣଟା। ଏପଟ ସାଇଡ଼୍ରେ କିଛି ଘର ଅଛି ଯେଉଁଟାକି ଲୋକମାନେ ଆସି ରହିପାରିବେ। ସାମ୍ନାରେ ଗୋଟେ ମନ୍ଦିର ଅଛି। ଏପଟେ ଯେତେ ସବୁ ତାଙ୍କର ଏଠି ବାବାମାନେ, ସନ୍ଥମାନେ ଅଛନ୍ତି, ସେମାନଙ୍କର ଏଠି ବିଶ୍ରାମାଗାର। ବହୁତ ବଢ଼ିଆ ଗଛଟେ ଏଇଠି ଓସ୍ତ ଗଛଟା ଭିତରେ ଅଛି। ଦେଖନ୍ତୁ, ଏଇଟା ବଢ଼ିଆ ଓସ୍ତ ଗଛ ଅଛି। ଏଠି ବର୍ତ୍ତମାନ ପ୍ରାଙ୍ଗଣରେ ଆସି ସାଙ୍ଗେ ସାଙ୍ଗେ ପହଞ୍ଚିଲୁ। ଭିତରକୁ ଯିବା, ଦେଖିବା ଭିତରେ ଆଉ କ'ଣ କ'ଣ ଅଛି। ଏଇଟା ହେଉଛି ମଠ। ବହୁତ ଉନ୍ନତି କରିଛି ମଠଟା, ଯେଉଁଟା ଆମ ନୂଆହାଟରେ ଅଛି, ପୁରୀ ଜିଲ୍ଲାରେ ଅନ୍ତର୍ଭୁକ୍ତ। ଗାଁ ଗଣ୍ଡାଠୁ ଟିକେ ଦୂରରେ ଅଛି। ବହୁତ ଶାନ୍ତି ଅଛି ଏ ଜାଗାରେ। ଏସବୁ ଲୋକମାନେ ବୋଧେ ତାଙ୍କର ସବୁ ରହିବା ପାଇଁ ସବୁ ତିଆରି ହେଇଛି ଲୋକମାନଙ୍କ ପାଇଁ, ଏବଂ ଯେଉଁମାନେ ଏଠି ଲୋକ ରୁହନ୍ତି ସାଧୁ ସନ୍ଥମାନେ, ସେମାନଙ୍କ ପାଇଁ ତିଆରି ହେଇଛି। ସାମ୍ନାରେ ଦେଖିପାରୁଥିବେ ଗୋଟେ ସୁନ୍ଦର ମନ୍ଦିରଟେ ଅଛି। ଚାଲନ୍ତୁ ପାଖକୁ ଯିବା, ଦେଖିବା କେଉଁ ମନ୍ଦିର ଏଇଟା। ବୋଧେ ହନୁମାନଙ୍କ ମନ୍ଦିର ଏଇଟା, ଭିତରେ ଜଣାପଡ଼ୁନି ଠିକ୍ ସେ। ଏପଟକୁ ଯିବା। ଦେଖନ୍ତୁ, ଏପଟେ ଦେଖିପାରୁଥିବେ ଗୋଟେ ସୁନ୍ଦର କୃଷ୍ଣଙ୍କ ମୂର୍ତ୍ତି ଅଛି ଆ ଭିତରେ। ପାର୍ଶ୍ୱ ବହୁତ ବଢ଼ିଆ ଅଛି ଏପଟେ। ମାନେ ଆ ଭିତର ପରିବେଶଟା ଏତେ ଶାନ୍ତ, ବହୁତ ବଢ଼ିଆ ହେଇଛି। ଦେଖନ୍ତୁ, ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଏଠି ଅଛି ଗୋଟେ ମଝିରେ। ଭଲସେ ଦେଖି ଦେଉଛି ଆପଣମାନଙ୍କୁ। ବ୍ୟାରିକେଡ଼ କରି ଲଗା ହେଇଛି। ୟା ଭିତରେ ଆଗରୁ ମୟୂର କିଛିଟା ଥିଲେ। ବର୍ତ୍ତମାନ ସେମାନେ ଅଛନ୍ତି କି ନାହିଁ ମୁଁ ଜାଣିନି। ଏଇଟା ହେଉଛି ତା ପ୍ରାଙ୍ଗଣଟା। ଏଇଟା ହେଉଛି ତା ପ୍ରାଙ୍ଗଣ। ଏଇଟା ହେଉଛି ତା ମେନ୍ ମନ୍ଦିର। ଆସନ୍ତୁ ଆଗକୁ ଯିବା। ଆଗକୁ ଆହୁରି ବହୁତ ମନ୍ଦିର ଅଛି। କଥା ଅଛି ଏଠି
आगु एमती गोटे जगह थिला ए मंदिर पछपटे कोटे गोटे जगह अच्छी गोटे छोटिया सुड़ंग टाइप अच्छी से सुड़ंगटा देखा चेष्टा करा जदि पाइले तो भल कथा से विषय किसी आमर आगुर पुराणा काल किसी कथा अच्छी देखिपार केते सुंदर जगह अच्छी मंदिरटा भी देखी नियंतु ये गोटे कथा अच्छी कौन कि आगुरी ए जगार गोटे सुड़ंग अच्छी जोटा कि सीधा जाए बाहर प्राची कूल से जो साधु सन्त मैंने थे से मैंने जो ब्रह्म मुहूर्त गाधेवा जाती कहीं न देखिपारे किंबा जो ये जगह बहुत घोर जंगल थिला आगुरी ये बहुत बाघ भालू रोते से मैंने जीवा समय कौन असुविधा न हो तेणुक से गोटे एमती सुड़ंग था जोटा एठू जाए डायरेक्ट बाहर आम प्राची पाखे तो प्राची नदी से ब्रह्म मुहूर्त जाए गाधे पाधे पुणी थे फेरी आसते से देखी पार नुले आगुरी कथा अच्छी एबी भी थिला आम किछ दिन तले आसते जो किछ वर्ष पूर्वे आम देखीलु से सुड़ंगटा बंद कर रखा जाता बर्तमान समय से बंद अच्छी कि नहीं कि जानी चेष्टा करी आम देखापी देखु ये प्रांगण बहुत बढ़िया देखा देखिपे भितर केते मठ माने मंदिर केते तैयारी होती लोक रही जगह अच्छी यहाँ भजन कीर्तन करने यहाँ तैयारी बोधे लोक मैंने बस भजन कीर्तन करती मंदिर ध्वज देखिपे चंपा गछा भितर भी अच्छी लोकंर बोधे खाଇବା पीवाई बोधे आईतर बहुत प्रकार घर अच्छी बर्तमान समय आम पहुँचले एमती समय सब बंद अच्छी भीतर को जावाक इच्छा थी आम जापरूनी फिर भी मुझे चेष्टा करी आपन को दूर थी किसी जिनस देखापी जदि आप देखागला भल कथा देखिपारे यहाँ अच्छे मंदिर प्रांगणटा ये बहुत बढ़िया जगह लोक मैंने बसापी भजन कीर्तन करेंगे लोक मैंने सबू जिते भी आमर ये पर्वपर्वाणी हुए ये बहुत लोग भिड़ हुंती जदि कहार मंदिर बाहागर भी कराए ताले जगह लोग हुंती यहाँ हूँ नृत्य मंडप ये सब प्रकार आम प्रोग्राम हुए आउे केवे जदि कौन प्रोग्राम है आदि हुए केवल आंब गच ये सबुआड़े देखिए केवल आंब गच ये जो घरटा देखुं जो ब्लू कलर घरटा छोटे ता भीतर आगुरी मयूर थिला दी तीन मयूर थिले बर्तमान बोधे नहांती कौन कर मरी जाइए बर्तमान से किंतु देखा मिलूनी ये जो जगार थिला मु कहूँ जो सुड़ंगटा जी प्राची बाहर थिला सेटा को हम खोजा चेष्टा करें क्या पचार जब किए देखा किए तो देखा जाऊना किए जब देखा पचारा ये जो सुड़ंगटा अच्छी से आज पर्यंत अच्छी कि नहीं देखिपार तो केते सुंदर देखा देखु केते कारुकार्य होती बहुत बढ़िया जगह बहुत बढ़िया बहुत बढ़िया जगह यहाँ देखुए आपण मैंने मंदिर पछपट को जीवा से मंदिर पछपटे बोधुए थिला बर्तमान आम एम समय से पहुँचलु ये कहीं भी लोक ना यहाँ हूँ लोक शौचालय तैयारी देखते शौचालयटा ये कौटी सेमती सुड़ंग गोटे थिला जो थी कि आम देखा चाहूँ हेले आगुरी थिला आम देखीलु ए बंद कर दि जाए बोधे कौन से सुड़ंगटा ये पछपटे थिला बोधे मुझे चेष्टा करी देखापी कि अच्छी कि नहीं मुझे सियोर नुहे बंद बोधे बंद कर दे कौन करेंगे यहाँ पछपटा देखिपे केते सुंदर तैयारी होती ताड़का पद विश्वामित्र सहित प्रभु राम और लक्ष्मण ये मंदिर देखते ये जगह ये कई लोक ना जहाँ को मुझे पचारि पारि जोटा कि लोक मैंने कहे कि एक्चुअली से कौटी अच्छे आम किसी वर्ष पूर्व आसती ये सब तो बदली जाइए जिन सब घर द्वार तैयारी मंदिर भी तैयारी से जिनसा आक्यूरेट तार कौ जगार अच्छे मुझे जापारे कौन से लोक जब था मुझे पचारि दे पारि था किंतु देखिपारे तो मंदिर पछपटे सब केते सुंदर देखा बहुत सुंदर देखा जगहटा चलते आगू जा कहीं जब थे पचारि बुझा मामा आप दिन आप जाना विषय किसी नहीं मु अल्प दिन आसी मत जानी ना आगे अच्छा लोग पचारे कहीदेव आम भर जा चेष्टा करा जानापी जिनसा कौन अच्छे चलो जा जड़े माँ को आम ये भेट सी बेस किसी जाना सी भी किसी शुणी कितु से जहाँ आड्रेस देते चलो से जगह पचार यहाँ देखुं यहाँ हूँ प्रथम आगुरी ये घर थिला यहाँ हूँ प्रथम आगुरी एमती यहाँ हूँ पुराणा बहु पुराणा पाहाच देखिपे केवल मांकेड़ा पत्थर तैयारी बहु पुराणा पाहाच
ସେମାନେ ଏ ଜାଗାରେ ଯିଏ ଥିଲେ ଆମେ ଯାହାକୁ ପଚାରି ବୁଝିଲୁ ସେମାନେ କହିଲେ ଯେ ଏଇଟାର ପ୍ରଥମ ଯେଉଁ ମଠର ଆରମ୍ଭଟା ଏଇ ଜାଗା ଏଇ ଉପରେ ହିଁ ଥିଲା ଘର। ବର୍ତ୍ତମାନ ଏଠି ଗୋଟେ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୁରୁଣା ମନ୍ଦିରଟେ ଅଛି ଦେଖିପାରୁଥିବେ। ଏଇଟା ଟିକେ ଉଞ୍ଚା ଅଛି ଅନ୍ୟମାନଙ୍କ ସ୍ଥାନ ପାଇଁ ଏଇଟା ଟିକେ ଉଞ୍ଚା ଅଛି। ସେପଟେ ଗୋଟେ ମନ୍ଦିର ଅଛି ଦେଖିପାରୁଥିବେ ଆପଣ। ଏ ପାହାଚରୁ ହିଁ ଜଣାପଡ଼ୁଛି ଏ ଜାଗାଟା କେତେ ପୁରୁଣା ଅଛି। ମାଙ୍କଡ଼ା ପତ୍ର ସେତେବେଳେ ତିଆରି ହେଇଥିଲା ଦେଖିପାରୁଥିବେ ଆପଣ ଠିକ୍ସେ। ଏଗୁଡ଼ା କେବଳ ଜଙ୍ଗଲ ଥିଲା, କେବଳ ଜଙ୍ଗଲ ଥିଲା। ବାଘ ଭାଲୁ ଏ ଜାଗାରେ ଭରପୁର ହେଇକି ଥିଲେ ଦେଖିପାରୁଥିବେ। ଦୁଃଖ ଘଟଣା କାହିଁକିନା ଆମେ ଯେଉଁ ବିଷୟରେ ଅଧିକା ଜାଣିବା ପାଇଁ ଚେଷ୍ଟା କଲୁ ବାବା ନାହାନ୍ତି। ଅନ୍ୟ ଯେଉଁମାନେ ଥିଲେ ସେମାନେ କହିଲେ କି ଆମେ ସେ ବିଷୟରେ ବେଶୀ କିଛି ଜାଣିନୁ, ବାବା ଆସିଲେ କହିପାରିବେ। କିନ୍ତୁ ଆପଣଙ୍କୁ ଯେଉଁ ଗୁମ୍ଫାଟା ଦେଖେଇଲି ସେ ସତ। ଆଗରୁ ଏଇ ଜାଗାରେ ବହୁତ ଜଙ୍ଗଲ ଥିଲା ଏରିଆଟା, ମାନେ ବାଘ ଭାଲୁଙ୍କର ଏ ଜାଗାଟା ପୁରା ବସା ଥିଲା। ବହୁତ ବଡ଼ ଜଙ୍ଗଲ ଏରିଆ ଥିଲା। ଏପଟକୁ ବହୁତ ଏବେ ସିନା ସବୁ ଡେଭଲପ୍ କରିଗଲାଣି ବୋଲି ଏ ଜାଗାଟା ଏତେ ଡେଭଲପ୍ ଦେଖାହେଉଛି, କିନ୍ତୁ ସେ ଜାଗା ଏତେ ଡେଭଲପ୍ ନଥିଲା। ସେତେବେଳେ ଯେଉଁ ଋଷି ମୁନିମାନେ ଥିଲେ ଏ ଜାଗାରେ ସେମାନେ ଯେତେବେଳେ ଯାଉଥିଲେ ବ୍ରହ୍ମ ମୁହୂର୍ତ୍ତରେ ଗାଧୋଇବା ପାଇଁ ପ୍ରାଚୀଠୁ ଦୂର ଟିକେ ପଡ଼ୁଛି, ତ ସେମାନଙ୍କୁ କେହି ନ ଦେଖିବେ, କୌଣସି ନାରୀ କୌଣସି ପୁରୁଷଙ୍କର ନଜର ତାଙ୍କ ଉପରେ କେମିତି ଯେମିତି ନ ପଡ଼ିପାରିବ ଏବଂ ବନ୍ୟଜନ୍ତୁମାନଙ୍କଠୁ ସୁରକ୍ଷା ପାଇବା ପାଇଁ ଗୋଟେ ସୁଡ଼ଙ୍ଗ ମୁଁ ଯେଉଁଟା ଆପଣଙ୍କୁ ଦେଖେଇଲି ସେଇଟା, ସେ ସୁଡ଼ଙ୍ଗଟା ସିଧା ଯାଇ ଆମ ପ୍ରାଚୀ କୂଳରେ ଖୋଲୁଥିଲା। କେଉଁଠି ଖୋଲୁଥିଲା ଆଜି ପର୍ଯ୍ୟନ୍ତ କେହି ଜାଣିନାହାନ୍ତି। ତା ଭିତରେ କେହି ପଶିକି ତାକୁ ଏକ୍ସପ୍ଲୋର କରିବା ପାଇଁ ଚେଷ୍ଟା କରିନାହାନ୍ତି, ସେ ବନ୍ଦ କରିଦେଇଛନ୍ତି। କିନ୍ତୁ ସେ ଜିନିଷଟା ଅଛି। କାଲି ଆମେ ଆସିଥିଲୁ କିନ୍ତୁ ବାବାଙ୍କ ସହିତ ଆମର ଭେଟ ହେଇପାରିନଥିଲା। ଆଜି କିନ୍ତୁ ଆମର ସେଇ ମଠର ଜଣେ ବାବାଙ୍କ ସହିତ ଦେଖା ହେଇଯାଇଛି। କାରଣ ଆମର ଯେ ମୁଖ୍ୟ ବାବା ଯିଏ ଅଛନ୍ତି ସେ ଟିକେ ବ୍ୟସ୍ତ ଥିବାରୁ ଆମେ ତାଙ୍କ ସାଙ୍ଗରେ କଥା ହେଇପାରିଲେ। କିନ୍ତୁ ଆଉ ଜଣେ ବାବା ଆମର ଅଛନ୍ତି, ସେ ମଧ୍ୟ ଆମର ଏ ମଠରେ ବହୁତ ପୁରୁଣା। ଆସନ୍ତୁ ଆମେ ଜାଣିବା ତାଙ୍କଠୁ ଏଇ ମଠ ବିଷୟରେ କିଛି ସୂଚନା। ଆଚ୍ଛା ବାବା, ଆପଣଙ୍କର ଏଇଠି କେତେ ବର୍ଷ ହେଇଗଲାଣି? ମୋର ହେଇଗଲାଣି 40 ବର୍ଷ। 40 ବର୍ଷ ହେଲା ଆପଣ ଏଇ ମଠରେ ଅଛନ୍ତି। ଆଚ୍ଛା ବାବା, ଏଇ ମଠର ମହତ୍ତ୍ୱ କ'ଣ? ମାନେ କେତେ ବର୍ଷ ହେଲା ମଠ ଏଇଠି ସ୍ଥାପିତ ହେଇଛି? ମଠ ସ୍ଥାପିତ ହେଇଛି 1940 ମସିହାରୁ। 1940 ମସିହା ହେଲାଣି। ଆଚ୍ଛା ବାବା, ଆମେ ଅନେକ ଜାଗାରେ ଆମେ ବି ଶୁଣିଛୁ, ଆମେ ବି ଛୋଟବେଳୁ ଶୁଣି ଆସୁଛୁ ଏଠି ଗୋଟେ ଏମିତି ଗୋଟେ ଜାଗା ଅଛି, ଗୁମ୍ଫା ଅଛି। ସେ ଗୁମ୍ଫା ବିଷୟରେ କିଛି ଟିକେ କହିବେ? ହଁ, ସେ ଗୁମ୍ଫାଟା ଆମର କୃଷ୍ଣ ମନ୍ଦିରର ପଛପଟେ ଅଛି। ସେ ଗୁମ୍ଫାରେ ଆମ ଗୁରୁ ବାବା ଯେ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ସେଥିରେ ନିରୋଳା ରାୟ ଜନଶୂନ୍ୟ ସ୍ଥାନରେ କିଛି ସମୟ ଯାଇକି ସେଠି ଧ୍ୟାନ କରନ୍ତି। ଆଉ ତାପରେ କିଛି ସମୟ ସମାଧିସ୍ଥ ହେଇଯାନ୍ତି ସେଠି କୃଷ୍ଣଙ୍କୁ ଧ୍ୟାନ କରିକିରି, କୃଷ୍ଣ ପ୍ରେମରେ ଭାବ ସମାଧି ହେଇଯାନ୍ତି। ତାପରେ କିଛି ଦିନ ପରେ ପୁଣି ତା ଭିତରୁ ବାହାରନ୍ତି। ଆଚ୍ଛା ବାବା, ଆମେ ଆଗରୁ ଶୁଣିଥିଲୁ ଯେ ସେ ଗୁମ୍ଫାର ରାସ୍ତା ଅନେକ ଅଲଗା କୁଆଡ଼େ ବି ଖୋଲିଛି, ଯେଉଁଥିରେ ବାବା ରାତିରେ ଯା ଆସ କରନ୍ତି ବୋଲି। ନାଇଁ ସେଇଟା ସେମିତି ଲୋକମାନେ କହୁଛନ୍ତି, କିନ୍ତୁ ସେ ମନ୍ଦିର ଯେତିକି ଲମ୍ବା ସେତିକି ଲମ୍ବାରେ ସେ 2ଟା କୋଠରୀ ଅଛି। 2ଟା କୋଠରୀ ସେଠି କେବଳ ଅଛି, ସେଇଟା କେବଳ ଧ୍ୟାନ କରିବା ପାଇଁ ଅଛି। ସେତେବେଳେ ବାବା ଧ୍ୟାନ କଲେ କେତେ ଦିନ ପାଇଁ ଭିତରେ ଧ୍ୟାନ ଯାଆନ୍ତି? ହଁ, ହାରାହାରି 21 ଦିନ ତା ଭିତରେ ବସିଯାଆନ୍ତି, ନ ଖାଇ ନେବି। ବହୁତ ଦିନ ପର୍ଯ୍ୟନ୍ତ ବସିଯାଆନ୍ତି ବାବା। ସେଇଟା କେବଳ ବାବାଙ୍କର ଧ୍ୟାନ କରିବା ନିମନ୍ତେ ପାଇଁ କେବଳ ଆଉ କେହି ଯେମିତି ଅସୁବିଧା ନ କରିବେ, ଧ୍ୟାନରେ ବାଧାପ୍ରାପ୍ତ ନ କରିବେ, ସେଥିପାଇଁ କି ଜାଣିପାରୁନି ତା ଭିତରେ ବସିକି ଧ୍ୟାନ ହେଇଯାଆନ୍ତି ଆଉ। ନାଇଁ, ଆମେ ଆଗରୁ ଶୁଣୁଥିଲୁ ଯେ ବାବା କାଳେ ସେତେବେଳେ ଏଥିରେ ଯିବା ଆସ କରନ୍ତି, ଅଲଗା ଆଡ଼େ ପ୍ରାଚୀ କୂଳକୁ ଯାଆନ୍ତି। ଲୋକ କହିବା କଥା, କିନ୍ତୁ ସେମିତି ପ୍ରାଚୀ ଆଡ଼କୁ ସୁଡ଼ଙ୍ଗ ନାହିଁ। ସେଇ ମନ୍ଦିରଟା ସେତିକି ଲମ୍ବାରେ ସେ ହେଇଛି 2ଟା କୋଠରୀ। ସେଥିରେ ବାବା ଧ୍ୟାନସ୍ଥ ହେଇଯାଆନ୍ତି, କୃଷ୍ଣ ପ୍ରେମରେ ବୁଡ଼ିକି ଭାବ ସମାଧି ହେଇଯାଆନ୍ତି ଆଉ। ତ ଆମେ ଜାଣିବା ପାଇଲୁ ଯେ ଆଗରୁ ଯେଉଁ ଲୋକ କଥା ଥିଲା କି ସେ ଯେଉଁ ସୁଡ଼ଙ୍ଗଟା ଥିଲା କି କଥା ହେଉଥିଲେ କି ସେଇଟା ଅନ୍ୟ କୁଆଡ଼େ ଖୋଲିଛି, ବାବା ତା ଦେହରେ ଯା ଆସ କରନ୍ତି ବୋଲି। କିନ୍ତୁ ବର୍ତ୍ତମାନ ଯେ 40 ବର୍ଷର ଆମର ଯିଏ ଅଛନ୍ତି ଆମର ଏଠି ବାବା, ସେ ନିଜେ କହୁଛନ୍ତି କି ସେ କେବଳ ତାଙ୍କର ଧ୍ୟାନ ପାଇଁ ଥିଲା। ତା ଭିତରେ ଯେତିକି ଜାଗା ଅଛି ଲମ୍ବା, ତା ଭିତରେ ବାବା ଯାଆନ୍ତି ଏବଂ ପ୍ରଭୁକୁ ଧ୍ୟାନ କରନ୍ତି। ସେ ଧ୍ୟାନମଗ୍ନ ହେଇଗଲା ପରେ ସେ ତା ଭିତରେ ମାସ ପର୍ଯ୍ୟନ୍ତ ବି ରହିଯାଆନ୍ତି। କେବଳ ସେଇଥିପାଇଁ ସେ ଗୁମ୍ଫାଟା ତିଆରି ହେଇଥିଲା। ହଁ, ତାର ଆଉ କିଛି ମହତ୍ତ୍ୱ ସେମିତି କିଛି ନାହିଁ। ଆଜ୍ଞା ଧନ୍ୟବାଦ ଜଣାଇ ବାବା। କାରଣ ଏଇ ଜିନିଷଟା ସଙ୍କୋଚଟା ସମସ୍ତଙ୍କ ମନରେ ଥିଲା, ସମସ୍ତେ କ୍ଲିଅର ନଥିଲେ। ଆଜି ଆପଣଙ୍କଠୁ ଆମେ ଜାଣିବାକୁ ପାଇଲେ ଆମେ ବହୁତ ଖୁସି। ଆଉ କହନ୍ତି ବାବା ଇଏ କ'ଣ ପ୍ରାଚୀକି ଲାଗିଛି ସୁଡ଼ଙ୍ଗ? ମୁଁ କହିଲି ନା, ଏଇଟା ସେ ମିଛରେ ଖାଲି ଲୋକ କହୁଛନ୍ତି ଗୋଟେ ହାୱାରେ। କିନ୍ତୁ ତାର ଯେତିକି ମନ୍ଦିରର ତାର ଅଛି ଆୟତନ ଲମ୍ବାଟା, ସେତିକି ଲମ୍ବାରେ ହେଇଛି ଆଉ।
ତାହେଲେ ଆପଣ ଜାଣିପାରୁଥିବେ ସେଇଟା କେବଳ ଆମର ଧ୍ୟାନ ପାଇଁ ହେଇଥିଲା, କିନ୍ତୁ ଯେତିକି ବଡ଼ ଗୁମ୍ଫା ବି ବହୁତ ବଡ଼ ଗୁମ୍ଫାଟା ତା ଭିତରେ ଅଛି, ଯେତିକି ଲୋକ ତା ଭିତରୁ ଯାଇ ନପାରିବେ କି କେହି ବାଧାପ୍ରାପ୍ତ ନ କରିପାରିବେ। କିନ୍ତୁ ଆମର ଆଜ୍ଞା ଆମର ଯେଉଁ ପୁରୀ ଅଞ୍ଚଳରେ ନୟାହାଟ ନାମକ ଜାଗାରେ ଯେଉଁ ଆମର ନୂଆ ମଠଟି ହେଇଛି, ଏଇଟା ଦେଖିବାକୁ ଖୁବ୍ ସୁନ୍ଦର, ବହୁତ ସୁନ୍ଦର। ଏଠି ଯାତ୍ରୀମାନଙ୍କ ରହିବା ପାଇଁ, ଭଜନ କୀର୍ତ୍ତନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଆପଣମାନେ ଏ ଜାଗାକୁ ନିହାତି ଭାବରେ ଆସିପାରେ, ବହୁତ ଶାନ୍ତି ଜାଗା, ବଜାରଠୁ ବହୁତ ଦୂର, ଗାଁ ଗହଳିଠୁ ବହୁତ ଦୂର। ଏ ଜାଗାରେ ବସିଲେ ବହୁତ ଶାନ୍ତି ଲାଗେ, ଆପଣ ଏ ଜାଗାକୁ ଆସିପାରିବେ ନା କ'ଣ ବାବା? ହଁ। ବାବାଙ୍କୁ ଏବଂ ଧନ୍ୟବାଦ ଜଣାଇ ସେ ଆମକୁ ସହଯୋଗ କରିଥିବାରୁ ବାବା ଧନ୍ୟବାଦ।